ବାଣୀବିହାର ଓଭରବ୍ରିଜ ଉପରେ ସହଦେବଙ୍କୁ ବିଭତ୍ସ ହତ୍ୟା ଘଟଣା। ଅଭିଯୁକ୍ତଙ୍କୁ ନେଇ ଦୟାନଦୀ କୂଳରେ କ୍ରାଇମ୍ ସିନ୍ ରିକ୍ରିଏସନ୍ କଲା ପୁଲିସ। ଭୁବନେଶ୍ୱର ବ୍ରିଜ ଉପରେ ସହଦେବଙ୍କ ହତ୍ୟା ଘଟଣାରେ ଗିରଫ 3 ଜଣଙ୍କୁ ଆଜି କୋର୍ଟରେ ହାଜର କରିବେ ପୋଲିସ। ଗତକାଲି କମିଶନରେଟ୍ ପୁଲିସର ସ୍ୱତନ୍ତ୍ର ଟିମ୍ ଗିରଫ କରିଥିଲା। ଗିରଫଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି। ଗିରଫ ମହିଳାଙ୍କ ନାମ ଲିପିକା ନାୟକ। ଅନ୍ୟ 2 ଜଣଙ୍କ ନାମ ଲକ୍ଷ୍ମୀଧର ନାୟକ ଏବଂ ରକି ନାୟକ। ସହଦେବଙ୍କୁ ଯୋଜନାବଦ୍ଧ ହତ୍ୟା ହୋଇଥିବା ଜଣାଯାଇଛି। ଘଟଣାର 12 ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କୁ କାବୁ କରିଛି ପୋଲିସ। ଏଥିସହ ସୂଚନା ଅନୁଯାୟୀ ସହଦେବ ନାୟକ ହତ୍ୟା ଘଟଣାରେ ଅଭିଯୁକ୍ତଙ୍କୁ ନେଇ ଆଜି 2ଟା34ରେ ଦୟାନଦୀ କୂଳରେ କ୍ରାଇମ୍ ସିନ୍ ରିକ୍ରିଏସନ୍ କରିଛି ପୋଲିସ। ଦୟାନଦୀ ଭିତରୁ ଏକ ବ୍ୟାଗ୍ ଜବତ କରାଯାଇଥିଲା। ସେଥିରୁ ବ୍ୟବହୃତ ଖଣ୍ଡା ଏବଂ ଗ୍ଲୋଭ୍ସ